ଆପଣଙ୍କ ଜିଲ୍ଲାରେ ବିଜେଡି ଏଥର ଖାତା କାହିଁ ଖୋଲି ପାରିଲାନି ତାର କାରଣ କଣ? ଦେଖନ୍ତୁ ଲୋକଙ୍କର ଅସନ୍ତୋଷ ଯୋଉ ଟାଇପ ର ବ୍ରିଟିଶ ଶାସନ ଚଲେଇଲେ ଲୋକଙ୍କର ଅସନ୍ତୋଷ। ଏ ଅସନ୍ତୋଷ କଣ ପାଣ୍ଡିଆନଙ୍କ ଉପରେ ନା ନବୀନ ପଟ୍ଟନାୟକଙ୍କ ଉପରେ ଥିଲା ଲୋକଙ୍କର? ଦେଖନ୍ତୁ ନବୀନ ପଟ୍ଟନାୟକଙ୍କ ଉପରେ ତ ବିଲକୁଲ ନୁହେଁ। ନବୀନ ପଟ୍ଟନାୟକଙ୍କୁ ଭଲ ପାଆନ୍ତି ଲୋକ। ମୁଁ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଭଲ ପାଏ। ଲୋକ ଭଲ ପାଆନ୍ତି କିନ୍ତୁ ଏଇ ଯୋଉ ଗଲେ ସବୁ ଆମର ଜିଲ୍ଲାକୁ ସବୁ କୋଅର୍ଡିନେଟର ଯୋଉ ଆମର ଅବଜରଭର କୋ ଅବଜରଭର ସବୁ ଗଲେ ଏଇ ଟାଇପ ର ଯୋଉ ଶୋଷଣ କଲେ ସବୁ କର୍ମୀ କୁ ପଚାରନ୍ତୁ କିଏ ଅଛନ୍ତି କି ସନ୍ତୁଷ୍ଟ ସେଠି? କେମିତି ଶୋଷଣ କଲେ କୋଅର୍ଡିନେଟର ମାନେ? ଶୁଣନ୍ତୁ ଶୋଷଣ କଲେ ଏଇ ମୋ କ୍ଷେତ୍ରରେ ଯେମିତି କୌଣସି ଜାଗାରେ ଆମକୁ ଡାକିବେନି, କୌଣସି ଜାଗାରେ ଏଲାଉ କରିବେନି, ସେମିତି ମୋ ଭଳିଆ ଆହୁରି ବହୁତ ଅଛନ୍ତି। ମୋ ଭଳିଆ ବହୁତ ଅଛନ୍ତି। ମ୍ୟାଡାମ ଆପଣ ଇଲେକ୍ସନରେ ସକ୍ରିୟ ଥିଲେ କି ନାହିଁ ରାଜ୍ୟସଭା ଏମପି ଭାବରେ? ମତେ ବିଲକୁଲ ଦାୟିତ୍ୱ ଦେଇନାହାନ୍ତି, କୌଣସିଥିରେ ଦାୟିତ୍ୱ ଦେଇନାହାନ୍ତି। ମତେ ଏମପି କଲେ ଲାଷ୍ଟରେ ମାନେ ମୋ ବ୍ଲକ ରେ ବି ମତେ ଦାୟିତ୍ୱ ଦେଇନାହାନ୍ତି। ମତେ 6 ମାସ ହେଲାଣି ମତେ କୌଣସି ଇଏ କରନ୍ତିନି। ଆଉ 6 ମାସ ପଞ୍ଚାୟତ ଇଲେକ୍ସନ ପାଖରୁ ମତେ ଅଣଦେଖା, ପୁରା ଅଣଦେଖା। ତ ମ୍ୟାଡାମ ଆପଣ ଯୋଉ ଏମପି ଲାଡ ଟଙ୍କା ଆପଣ ଖର୍ଚ୍ଚ କରିପାରନ୍ତି ନିଜ ଇଚ୍ଛାରେ ନା ଆଉ କାହା ଇଚ୍ଛାରେ ଖର୍ଚ୍ଚ କରୁଛନ୍ତି? ଦେଖନ୍ତୁ ଏମପି ଲାଡ ଆସେ ସେଟା ଆମର ଦଳ ନିଷ୍ପତ୍ତି ନିଅନ୍ତି। ଯେମିତି ସେଇଟା ତ ସବୁ ଇଏରେ ଅଛି ଯେ କି ଯୋଉଟା ସଂଗଠନରେ ହବ ସେଇ ଟାଇପ ର ଯେମିତି ଆମର କହିବେ ସେମିତି ଆମର ହୁଏ ସେଟା। ସେମିତି ମତେ ଯେମିତି କୁହନ୍ତି ସେମିତି କରାଯାଏ। ଆପଣଙ୍କୁ ସ୍ୱାଧୀନତା ଦିଆଯାଇଥିଲା କି ନାହିଁ ଟଙ୍କା ଖର୍ଚ୍ଚ କରିବା ପାଇଁ? ଦେଖନ୍ତୁ ସେମିତି ମତେ ବି ପଚାରିଛନ୍ତି, ପଚାରନ୍ତି ବି, ସେମାନେ ବି ଦିଅନ୍ତି ଯୋଉଠି ଜରୁରୀ ପଡେ। ମ୍ୟାଡାମ ଗୋଟେ ଆଲୋଚନା ହଉଛି ଯେ ଆପଣଙ୍କ ସମାଜର ବିକାଶ ପାଇଁ ନବୀନ ବାବୁ ବହୁତ କାମ କଲେ, ଆଉ ଆପଣ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କି ବିଜୁ ଜନତା ଦଳକୁ ଛାଡିଛନ୍ତି କାରଣ ଆପଣ ଗୋଟେ ବଡ ଡିଲ୍ ବିଜେପି ସହିତ କରିଛନ୍ତି। ଦେଖନ୍ତୁ ମୋର ବ୍ୟକ୍ତିଗତ ସ୍ୱାର୍ଥ ସେମିତି କିଛି ନାହିଁ। ମୁଁ ବାରମ୍ବାର କହୁଛି ମୁଁ ଆସିଛି ଲୋକଙ୍କର ସେବା କରିବା ପାଇଁ। ମୁଁ ଜଣେ ସାଧାରଣ ପରିବାରରୁ ଆସିଛି। ଆଜି ପର୍ଯ୍ୟନ୍ତ ଦେଖିଦେବେ ମୋର 4 ବର୍ଷ ମୁଁ ଏମପି ହେଇଛି, ନହେଲେ କହିବେ ସେ ବ୍ୟକ୍ତିଗତ ସ୍ୱାର୍ଥ। କୋଉ ସ୍ୱାର୍ଥ? ମୁଁ 4 ବର୍ଷ ଏମପି ହେଲେଣି, ମୋର ଆକାଉଣ୍ଟ ଦେଖିଦେବେ, ସବୁ ଇଏ କରିବେ, ବୋଧେ 2 ଲକ୍ଷରୁ ବି ଅଧିକା ନଥିବ କେବଳ ସାଲାରୀ ପଇସା। ସେ ବି ଆସିବ ଏଇ ମାସ ଯଦି ହେଇଥିବ ଆମର ଏଡ୍ ହେଇଛି ସେ 3 ଲକ୍ଷ କେତେ ହେଇଛି ବୋଧେ ଯୋଉ ସାଲାରୀ, ପୁଣି ଯିବ ସରିବ ମାସ ସରିଲା ବେଳକୁ 50,000 ବି ନଥିବ। ମୁଁ କୋଉଠି ତାହେଲେ ମୋ ସ୍ୱାର୍ଥ ଆସିବ? 4 ବର୍ଷ ଭିତରେ ତ ମୁଁ ଏତେ ସ୍ୱାର୍ଥ ହାସଲ କରିଥାନ୍ତି। ମୁଁ ଆଜି କହିବି ଯଦି କହିତେ ଗଲେ ଯେ କି ମୁଁ ଆଜି ଇଏ କରିଥିଲି କି ଯୋଉ ଗୋଟେ କେତେ MLA MP ଦେଖିବେ ଗାଡି କୋଉ କେତେ ଇଏ ଗାଡି ଦାମିକା ଗାଡି ଚଲାଉଛନ୍ତି। ମୁଁ ଚଲାଉଛି କି ଯୋଉ ଗାଡି ବବି ଦାସ ଦେଇଥିଲେ ପୁରୁଣା ଗାଡି, ସେଇ ଗାଡି ହିଁ ଅଛି। ପୁରୁଣା ଗାଡି ବବି ଦାସ ଦେଇଥିଲେ? ହଁ ସେଇ ଗାଡି ହିଁ ଅଛି। ମୁଁ ସମ୍ମାନ ସେଟାକୁ ମୁଁ ସ୍ୱାଗତ କରୁଛି। ସେ ଇଏ କରିଥିଲେ ସେଇ ଗାଡି ହିଁ ଅଛି। ମୁଁ କେବେ ଗାଡି ଖଣ୍ଡେ କରିଛି କି ନା କୌଣସି ମୋର ପଚାରିଦେବେ କାହାକୁ ମୋର ଆଚରଣ ଉଚ୍ଚାରଣ କିମ୍ବା ମୋର ବିହେଭିୟର ଏମପି ଭଳିଆ ମୁଁ କେବେ କୋଉଠି କରିଛି କି? ସେଇଟା ବି ମୁଁ ସହୁଥିଲି। ଯାହା ବି ହଉ ମୁଁ ସେଟାକୁ ସମ୍ମାନ ଦଉଛି ଯେ କି ଯିଏ ମତେ ଆଜି ଆଣିଛନ୍ତି ତାଙ୍କୁ ଓଭରଟେକ୍ କରିବିନି କି ତାଙ୍କ କଥା ସମସ୍ତଙ୍କ କଥା ମାନିବି, କିନ୍ତୁ ମୁଁ ଚାହୁଁଥିଲି ତା ବଦଳରେ ମତେ ଟିକେ ସମ୍ମାନ ମିଳୁ, ମତେ ଭଲ ପାଇବା ମିଳୁ, ସମ୍ମାନ ମିଳୁ। ଯେହେତୁ ମତେ ଏମପି କରିଛନ୍ତି, ମମତା ମହାନ୍ତଙ୍କୁ ନ ସମ୍ମାନ ଦିଅନ୍ତୁ, ପଦଟାକୁ ସମ୍ମାନ ଦିଅନ୍ତୁ। ଜଣେ ରାଜ୍ୟସଭା ପଠେଇବେ କିମ୍ବା ତାକୁ କୌଣସି ଗୋଟେ ଜାଗାରେ ମିଟିଂ ହବ, ପାର୍ଟି ମିଟିଂ ହବ କି ଏମିତି କି ଆମର ଯୋଉ ସରକାରୀ ପ୍ରୋଗ୍ରାମ ବି ହବ, ଲକ୍ଷ୍ମୀ ବସ ଇନାଗୁରେସନ ହବ ମୋ ଘର ସାଇଟରେ, ମତେ ଡାକିବେନି। ସମସ୍ତଙ୍କୁ ଡାକିଥିବେ, ମତେ ଡାକି ନଥିବେ। ସବୁ କ୍ଷେତ୍ରରେ ସେଇଟା ମୁଁ କେମିତି କହିବି? ମୁଁ ତ ବହୁତ ସଂଘର୍ଷ କରେ। ଯୋଉଠିକି ଆମର କୋର କମିଟି ହବ, ଜିଲ୍ଲାରେ କୋର କମିଟି ହବ, ଯୋଉଠି ବି ଡକେଇବେ ମତେ ବାଦ କରିକିନା, ସବୁ ଜିନିଷରେ ମତେ ବାଦ କରିକିନା ତାଙ୍କର କରିବେ। ମ୍ୟାଡାମ ଆପଣ ଏଇ ନିଷ୍ପତ୍ତି ନେଲା ପରେ ଯେ ଆପଣ ଯାଉଛନ୍ତି, ଏ କଥା ନବୀନ ବାବୁଙ୍କୁ ଜଣେଇଥିଲେ ଯେ ମୁଁ ପାର୍ଟି? ହଁ ମୁଁ ତାଙ୍କୁ ମେଲ କରିଥିଲି, ମେଲ କରିକିନା ମୁଁ ଜଣେଇଥିଲି।
ହଁ କୁହାଯାଉଛି ଯେ ବିଜେପି ଷଡ଼ଯନ୍ତ୍ର କରୁଛି ବିଜୁ ଜନତା ଦଳର ଏମପି ମାନଙ୍କୁ ଏମପି ନାଇଁ ଗୋଟେ ପରେ ନାଇଁ ଗୋଟେ ସେମିତି ରିଜାଇନ୍ କିଛି କରିଲେ। ବିଜେପି ସେମିତି କିଛି ଷଡ଼ଯନ୍ତ୍ର କରିନି। ମୁଁ ନିଜେ ମୁଁ ଫିଲ୍ କଲି ଯେ ମୁଁ ଗଲେ ମୁଁ ମୋର ସମାଜ ପାଇଁ ମୁଁ କିଛି କାମ କରିପାରିବି କି ଲୋକଙ୍କ ପାଇଁ କିଛି କାମ କରିପାରିବି। ମୁଁ ନିଜେ ଫିଲ୍ କଲି ସେଟା ଷଡ଼ଯନ୍ତ୍ରରେ କିଛି ମୁଁ ଶିକାର ହେଇନି କିମ୍ବା ଯୋଉ କହୁଛନ୍ତି ଯେ ନିଜ ସ୍ୱାର୍ଥ ପାଇଁ ସ୍ୱାର୍ଥ ବି ଏଠି କିଛି ନାହିଁ। ଯୋଉଟା କି ଦଳ ଯୋଉଟା ଯୋଉ ଏବେ ବିଜେପି ଦଳ ଯାହା ଚାହିଁବେ ଯେମିତି ଚାହିଁବେ ଯୋଉ ଦାୟିତ୍ୱ ଦେବେ ମୁଁ ନିଶ୍ଚିତ ଭାବରେ ସେଟାକୁ ନିଷ୍ଠାର ମ୍ୟାଡାମ ସହ ନିକଟ ନିଭେଇବି। ଭବିଷ୍ୟତରେ ଆପଣଙ୍କୁ ଗୋଟେ ବଡ ଜାଗାରେ କିଛି ସୁଯୋଗ ମିଳିପାରେ କି ଭାରତୀୟ ଜନତା ପାର୍ଟିରେ କର୍ପୋରେସନ କିମ୍ବା ଦିଲ୍ଲୀ ଦେଖନ୍ତୁ ସେଇଟା ଦେଖନ୍ତୁ ସେଇଟା ତ ସମୟ କହିବ। ମୁଁ କର୍ମରେ ବିଶ୍ୱାସ କରେ। ମୁଁ କୌଣସି ପଦପଦବୀ ଆଶା କରିନି କିମ୍ବା କରିବି ନାହିଁ। ହଁ କିନ୍ତୁ ପାର୍ଟିରେ ଯାହା ଆପଣଙ୍କୁ ମୁଁ ଦେଇପାରେ ସେମିତି କିଛି ସମ୍ଭାବନା ଅଛି କି? ସେଇଟା ସେଇଟା କେମିତି ସେଇଟା ସମୟ କହିବ। ମୁଁ ଏବେ କେମିତି କହିପାରିବି ସେଟା। ହଁ ମ୍ୟାଡାମ ପାଣ୍ଡିଆନକୁ ନେଇକରି କେମିତି ଚର୍ଚ୍ଚା ହଉଥିଲା ଆପଣଙ୍କ ଜିଲ୍ଲାରେ ଯେତେବେଳେ ପାଣ୍ଡିଆନ ବାବୁ ଯାଉଥିଲେ ମିଟିଂ କରିବା ପାଇଁ? ଦେଖନ୍ତୁ ସେଇଟା ଚର୍ଚ୍ଚା ମୋ କାନରେ ସେମିତି କିଛି ପଡିନି କିଛି ସେମିତି ଚର୍ଚ୍ଚା। ମୁଁ ଯେହେତୁ ସକ୍ରିୟ ନଥିଲି ମତେ କିଛି ଦାୟିତ୍ୱ ଦେଇ ନଥିଲେ ତେଣୁ ମୁଁ ସକ୍ରିୟ ନଥିଲି। ମୁଁ ନିଜେ ଇଲେକ୍ସନ ନିଜେ ବେଳେ ଯୋଉଠି ଆପଣ ଫିଲ୍ କଣ କରୁଥିଲେ ମ୍ୟାଡାମ ଜଣେ ସାଂସଦ? ଶୁଣନ୍ତୁ ହଁ ମୁଁ ସାଂସଦ ଇଲେକ୍ସନ ବେଳେ ମୁଁ ନିଜ ଆଡୁ ମୁଁ ଯାଉଥିଲି ଯାହାକୁ ଯେତେବେଳେ ମୁଁ ପଚାରୁଥିଲି ମୋ ନିର୍ବାଚନ ମଣ୍ଡଳୀ ମୋ ବ୍ଲକ କଥା ମତେ ଯିଏ ଆମ ଦେବାଶିଷ ମାରାଣ୍ଡି ଛିଡା ହେଇଥିଲେ ସିଏ ତାଙ୍କୁ ମୁଁ କହୁଥିଲି ଭାଇ ମୁଁ ଯିବି ଟିକେ ଆଜି ଏଇ ପଞ୍ଚାୟତକୁ ଯିବି ଏଇଠି କୋଉଠି ମିଟିଂ ହଉଛି ମୁଁ ଟିକେ ଯିବି ବାସ୍ ମୋ ଆଡୁ ମୁଁ ଇଏ କରିକିନା ମୁଁ ଯାଉଥିଲି ହଁ କେବଳ ମୋ ବ୍ଲକରେ ସେଟା ଅଲଗା କୌଣସି ବ୍ଲକରେ ନାହିଁ। କୌଣସି ବ୍ଲକ କେବଳ ମୋ ବ୍ଲକରେ ଯେହେତୁ ମୋର ଲୋକ ସବୁ ଅଛନ୍ତି ସେଇଠି ମୋ ଆଡୁ ମୁଁ ନିଜେ ଇଏ କରୁଥିଲି ରିକ୍ୱେଷ୍ଟ କରୁଥିଲି ମତେ ଟିକେ ମୁଁ ଆଜି ସେଇ ମିଟିଂରେ ପହଞ୍ଚିବି ମୁଁ ଆଜି ଏଇଠିକୁ ଯିବି ମ୍ୟାଡାମ ଆପଣ ଯାଇକିନା ଭାବୁଛନ୍ତି ବିଜେପି ଆପଣଙ୍କୁ ପୁରା ସମ୍ମାନ ଦବ ଯୋଉ ସମ୍ମାନ ଆପଣଙ୍କର ନଥିଲା ବିଜେଡିରେ? ଦେଖନ୍ତୁ ମୁଁ କିଛି ଆଶା କରିନି ସମୟ ସେଇଟା କହିବ ସମ୍ମାନ ଦେବେ କି ଦେବେନି ସେଇଟା ସମୟ କହିବ ଆପଣ ମାନେ ସମସ୍ତେ ଦେଖିବେ। ଆପଣଙ୍କୁ ସମ୍ମାନ କିଛି ପ୍ରତିଶ୍ରୁତି ମିଳିଛି କି ମ୍ୟାଡାମ ଯେ ଆପଣ ଯଦି ପାର୍ଟିକୁ ଆସନ୍ତି ତାହେଲେ ଏମିତି କିଛି ସୁବିଧା ସୁଯୋଗ ମିଳିବ ନାଇଁ ଆପଣଙ୍କୁ ନାଇଁ ସମ୍ମାନିତ ନିଶ୍ଚିତ କରାଯିବ ଭାବରେ ଅସମ୍ମାନ କରାଯିବନି? ମୁଁ ଭାବୁଛି ଯେ କି ସମ୍ମାନ ମିଳିବ ଆଉ ରହିଛି ସମସ୍ତଙ୍କର ଆଶୀର୍ବାଦ ରହିଛି ମୋ ଉପରେ ନିଶ୍ଚିତ ଭାବରେ ସମ୍ମାନ ମିଳିବ। ମ୍ୟାଡାମ ମୋର ଲାଷ୍ଟ କ୍ୱେଶ୍ଚିନ୍ ଆପଣ ଭାବୁଛନ୍ତି କି ବିଜେଡିର ଅନେକ ଏମପି ପୁଣି ଜଣେ ପରେ ଜଣେ ଆପଣଙ୍କ ଭଳି ଛାଡ଼ିବେ ବୋଲି? ନାଇଁ ସେଇଟା ମୁଁ କହିପାରିବିନି କାହାର କଣ ବ୍ୟକ୍ତିଗତ ସେଟା କଥା ତେଣୁ ସେଇଟା ମୋ କାଣ୍ଡେ ବି ସେମିତି କିଛି ପଡିନି କିମ୍ବା ମୁଁ ସେମିତି କିଛି ଜାଣିନି ବି। ତ ଆପଣଙ୍କର ଏଇ ନିଷ୍ପତ୍ତିକୁ କେମିତି ବିଜୁ ଜନତା ଦଳର ନେତାମାନେ ନେଉଛନ୍ତି ସ୍ଥାନୀୟ ଅଞ୍ଚଳରେ ଆଉ ଆପଣଙ୍କ ସାଥୀ ସାଂସଦ ମାନେ ଯୋଉମାନେ ଏତେ ଦିନ ଧରି ଆପଣଙ୍କ ସହିତ ଥିଲେ? ଦେଖନ୍ତୁ ମୁଁ ସାଂସଦ ମାନଙ୍କ ସହିତ ଏପର୍ଯ୍ୟନ୍ତ ମୋର ସେମିତି କିଛି ଡିସ୍କସନ ହେଇନି କି ଦେଖା ବି ହେଇନି କି କଥା ବି ମୁଁ ହେଇନି। ଆଉ ମୋର ଲୋକମାନେ ଯୋଉ ମୋ ଜିଲ୍ଲାର ଲୋକମାନେ ମତେ ଭଲ ପାଉଥିବା ଲୋକମାନେ ମୋ ସହିତ ଯୋଉମାନେ ଅଛନ୍ତି ସମସ୍ତେ ମତେ ମୋ ଜିଲ୍ଲାବାସୀ ମତେ ଖୁବ ଭଲ ପାଆନ୍ତି। ତେଣୁ ଆଉ ଯୋଉଟା କି ରହିଲା ସଂଗଠନ ପାଇଁ ଆପଣ ବର୍ତ୍ତମାନ ପୁରା ସମୟ ଦେବେ? ନିଶ୍ଚୟ ମୁଁ ଦଳକୁ ଆସିଛି ମୁଁ ଯେତେବେଳେ ଆଜି ଦେଖନ୍ତୁ ମୁଁ ଜଣେ ସାଧାରଣ ମହିଳା ସେମିତି କି ମୁଁ ବହୁତ କୋଟିପତି ନାହିଁ କି ବହୁତ ଧନୀ ନୁହେଁ କି ବହୁତ ଆଜି ମୋର କର୍ମ ପାଇଁ ଆଜି ମୁଁ ଏଇ ଜାଗାରେ ପହଞ୍ଚିଛି। ନିଶ୍ଚିତ ଭାବରେ ନବୀନ ବାବୁଙ୍କର ଆଶୀର୍ବାଦ ରହିଥିଲା ତେଣୁ ମୁଁ ଆସିଯିବି ତାଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି। ଆଜି ମୁଁ ନିଷ୍ଠାର ସହ ସେ ଦଳରେ ବି ଖଟିଛି। ଦିନକୁ କର୍ମୀ ମାନେ କହିବେ ଯେତେବେଳେ ମୁଁ ସଭାପତି ଥିଲି ଜିଲ୍ଲା ପରିଷଦ ମୁଁ ଆସିଲି ମୁଁ ଜଣେ ସାଧାରଣ ମହିଳା ହାଉସ ୱାଇଫ ଥିଲି ମତେ ବିଜୁ ଜନତା ଦଳରେ ଟିକଟ ଦେଇଥିଲେ ମୁଁ ଜିଲ୍ଲା ପରିଷଦ ହେଇଥିଲି। ଆଜି ପର୍ଯ୍ୟନ୍ତ ସେ ବିଷୟ ବ୍ଲକ ମୋର ବିଷୟ ବ୍ଲକ ସେଟା ଆଜି ପର୍ଯ୍ୟନ୍ତ ବିଜେଡିର କୌଣସି ଜିଲ୍ଲା ପରିଷଦ ଜିତି ନାହାନ୍ତି କେବଳ ମୁଁ ଜିତିଥିଲି। ଆଜି ପର୍ଯ୍ୟନ୍ତ ଜିତି ନାହାନ୍ତି କେବଳ ମୁଁ ଜିତିଥିଲି। ଯେ ଲୋକ ମତେ ଦେଖିକିନା ଭୋଟ ଦେଇଥିଲେ ମତେ ଯେ କି ଭୋଟ ଦେଇଥିଲେ ବହୁ ଲୋକମାନଙ୍କୁ ଯୋଉ ମୋର ବିଷୟବାସୀକୁ ବି ବହୁତ ବହୁତ ଧନ୍ୟବାଦ ସେତେବେଳେ ମତେ ରାଜନୀତିକୁ ଆଣିଥିଲେ। ତାପରେ ମୋର ସଂଗଠନ ମୋର ମହିଳା ସଭାପତି ଏଇ ହିସାବରେ ମୁଁ ମୋର ଆଗକୁ ଆଗେଇଛି
ପଛକୁ ଚାହିଁନି। ତ ନିଷ୍ଠାପର ସହିତ ମୁଁ ଖଟିଛି। ଏମିତି ବି ଦିନ ଥାଏ ମୁଁ ସକାଳୁ ବାହାରେ ରାତି 1-2ଟାରେ ବି ପହଞ୍ଚେ ଘରକୁ ସଂଗଠନ ବିଭିନ୍ନ ବ୍ଲକକୁ ଯାଇକିନା ବସ ରେ ଯାଇକିନା କରିଛି। ସେମିତି ମୁଁ ବହୁତ ଧନୀ ବି ନୁହେଁ କି ମୋ ହଜବେଣ୍ଡ ଜଣେ କନଷ୍ଟେବଳ।